Brother, praise the Lord. Thank you very Yes. much. Very happy to share God's word with all of you. ମୁଁ ବହୁତ ଖୁସି ଅଟେ ଆଉ ଆପଣ ମାନଙ୍କୁ ଧନ୍ୟବାଦ ଦଉଛି ଯେ ଆପଣ ମାନଙ୍କ ମଧ୍ୟରେ ପ୍ରଭୁଙ୍କର ବାକ୍ୟକୁ ମୁଁ ବିତରଣ କରିବା ପାଇଁ ମୁଁ ବହୁତ ଖୁସି ଓ ଆନନ୍ଦିତ ଅଟେ। After many days, I could also join with you in Yes. this wonderful occasion. ଅନେକ ଦିନ ପରେ ପରମେଶ୍ୱର ମତେ ପୁନର୍ବାର ଏହି ସୁବର୍ଣ୍ଣ ସୁଯୋଗ ଦେଇଛନ୍ତି। We'll turn to Galatians chapter 6 today. ଆସନ୍ତୁ ଆମମାନେ ଗାଲାତୀୟ ପୁସ୍ତକ ତାହାର 6 ଅଧ୍ୟାୟକୁ ଆମେ ଖୋଲିବା। We can see in verse 1. ଆସନ୍ତୁ ଏକ ପଦରୁ ପଢିବା। ହେ Brethren, ଭାଇମାନେ read, brother, read, brother. ହେ ଭାଇମାନେ ଯଦି କୌଣସି ଅପରାଧରେ ଧରା ପଡେ ଆତ୍ମିକ ଯେ ତୁମ୍ଭେମାନେ ମୃଦୁ ଭାବରେ ସେହି ପ୍ରକାର ଲୋକକୁ ସଂଶୋଧନ କର। ପୁଣି କେଜାଣେ ନିଜେ ମଧ୍ୟ ପରୀକ୍ଷାରେ ପଡିପାର ଏଥିପାଇଁ ଆପଣା ବିଷୟରେ ସାବଧାନ ହୁଅ। So here we see there are many occasions in the church, many times even at home, we see somebody else falling into one sin, caught in some sin. ଆମେ ଏହି ପ୍ରକାର ଘଟଣା ଅନେକ ଥର ଆମର ଚର୍ଚ୍ଚରେ ଆମମାନଙ୍କ ପରିବାରରେ ଆମେ ଦେଖୁ। କେହି ପାପରେ ପଡିଯିବାର, କେହି ପାପରେ ଧରା ପଡିବାର ଏହି ଘଟଣା ଗୁଡିକ ଆମେ ଦେଖୁ। So there we can have two attitudes. ଯୋଉମାନେ ଏହି ପ୍ରକାର ଭାବରେ ପଡନ୍ତି ସେମାନଙ୍କ ପ୍ରତି ଆମେ ଦୁଇ ପ୍ରକାର ମନୋଭାବ ରଖିପାରିବା। One is a spiritual attitude, other is a carnal attitude. ଗୋଟିଏ ହେଲା ମାନେ ଆତ୍ମିକ ମନୋଭାବ, ଆଉ ଗୋଟିଏ ହେଲା ଶାରୀରିକ ବା କର୍ଣ୍ଣାଲ ମନୋଭାବ। What is that carnal attitude? ସେ ଶାରୀରିକ ମନୋଭାବ କଣ ଅଟେ? See, when you see somebody in some sin, we come home and we talk about it to maybe our wife, husband, even to our children we speak. ଯଦି କୌଣସି ବ୍ୟକ୍ତି କୌଣସି ଅପରାଧରେ ପଡିଯାଏ, ଯୋଉମାନେ ଶାରୀରିକ ମନୋଭାବ ଧାରଣ କରନ୍ତି ସେମାନେ ଘରକୁ ଆସି ସେ ବ୍ୟକ୍ତିଙ୍କର ବୁରାଇ କରନ୍ତି ନିଜ ସ୍ତ୍ରୀ ସହିତ, ଏମିତି କି ନିଜ ଛୁଆ ସହିତ ମଧ୍ୟ। Sometimes we speak to other brothers. All this is called gossip and backbiting. ଆମେ ଅନେକ ସମୟରେ ଅନ୍ୟ ଭାଇମାନଙ୍କ ସହିତ ମଧ୍ୟ ଏ ବିଷୟରେ ଆମେ କଥା ହଉ। ଏସବୁ ହଉଛି ବଚସା, ପିଠି ପଛରେ କଥା ହେବା। You know, in heaven there are two ministries. ଆମେ ଜାଣୁ ସ୍ୱର୍ଗରେ ଦୁଇ ପ୍ରକାର ସେବା କାର୍ଯ୍ୟ ଅଛି। One is a ministry of reconciliation or ministry of intercession. ଗୋଟିଏ ସେବା କାର୍ଯ୍ୟ ହେଲା ମଧ୍ୟସ୍ଥର ସେବା କାର୍ଯ୍ୟ। I think all of you know who is doing that ministry. ଆଉ ଆମେ ସମସ୍ତେ ଜାଣୁ ଏ ମଧ୍ୟସ୍ଥର ସେବା କାର୍ଯ୍ୟ କିଏ କରନ୍ତି। That is the ministry of Jesus Christ. ତାହା ଯୀଶୁ ଖ୍ରୀଷ୍ଟଙ୍କର ସେବା କାର୍ଯ୍ୟ ଅଟେ। But there is another ministry going on there all the time. ଆଉ ଗୋଟିଏ ସେବା କାର୍ଯ୍ୟ ମଧ୍ୟ ସବୁ ସମୟରେ ଚାଲୁଛି। You know, that is the ministry of accusation. ଆଉ ଗୋଟିଏ ସେବା କାର୍ଯ୍ୟ ହେଲା ଭାଇମାନଙ୍କ ବିରୁଦ୍ଧରେ ପ୍ରତିବାଦ କରିବା। And who is doing that ministry? It is the Satan's ministry. ଆଉ କିଏ ଏହି ସେବା କାର୍ଯ୍ୟ କରୁଛି? ଏହା ହେଉଛି ଶୟତାନର ସେବା କାର୍ଯ୍ୟ। So we have to remember, when we speak evil about, when we see sin in somebody else, and when we speak about it to another person, we are in fellowship with Satan. ଆମେ ଏହାକୁ ସବୁବେଳେ ମନେ ରଖୁ, ଯଦି କୌଣସି ବ୍ୟକ୍ତି କୌଣସି ଅପରାଧରେ ପଡିଛନ୍ତି ଆଉ ସେହି ଅପରାଧକୁ ଆମେ ଅନ୍ୟ ଲୋକମାନଙ୍କୁ ଯଦି ଆମେ ଯାଇ କହୁଅଛୁ, ତାହେଲେ ଆମେ ଶୟତାନର ସେବା କାର୍ଯ୍ୟ କରୁଛୁ। See, that is an extremely common sin among believers. ଏହା ସମସ୍ତ ବିଶ୍ୱାସୀ ମାନଙ୍କ ମଧ୍ୟରେ ଗୋଟେ ସାଧାରଣ ପାପ ଅଟେ ଏଇଟା। And my dear brothers and sisters, it is very, very important that we have to stop doing that ministry. ପ୍ରିୟ ଭାଇ ଭଉଣୀ ମାନେ, ଏହା ବହୁତ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ ଯେ ଏହି ସେବା କାର୍ଯ୍ୟକୁ ଆମେ ବନ୍ଦ କରିବାର ଅଛି। And we have to join with Jesus in the ministry of intercession. ଆମମାନେ ଏହି ସେବା କାର୍ଯ୍ୟକୁ ବନ୍ଦ କରି ଆମେ ଯୀଶୁ ଖ୍ରୀଷ୍ଟଙ୍କର ଯୋଉ ମଧ୍ୟସ୍ଥ ସେବା କାର୍ଯ୍ୟ ଅଛି ତା ସହିତ ଆମେ ଜଡିତ ହେବାର ଅଛି। I just want to, because this is such a important thing, I just want to show you one verse from the Old Testament, that is Psalm 50.
ମୁଁ ପୁରାତନ ନିୟମର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦ ଆପଣ ମାନଙ୍କୁ ଦେଖେଇବା ପାଇଁ ଚାହେଁ। ଗୀତ ସଂହିତା 50 ଗୀତ Psalm 50 and verse 20. We'll read from 19 onwards. Can you, brother, read from 19 to 22? ओके ब्रदर, आमाने गीत संहिता 50 19 ରୁ 22 ପଦ ଯାଏ ପଢିବା। ତୁମ୍ଭେ ମନ୍ଦ ବିଷୟରେ ଆପଣା ମୁଖ ବଢାଉଅଛ ଓ ତୁମ୍ଭର ଜିହ୍ବା ପ୍ରବଞ୍ଚନା କଳ୍ପନା କରେ। ତୁମ୍ଭେ ଆପଣା ଭାଇ ବିରୁଦ୍ଧରେ ବସି କଥା କହୁଅଛ। ତୁମ୍ଭେ ଆପଣା ମାତୃପୁତ୍ରର ନିନ୍ଦା କରୁଅଛ। ତୁମ୍ଭେ ଏହି ସବୁ କରି ଆସିଅଛ ଓ ଆମ୍ଭେ ନୀରବ ହୋଇ ରହିଅଛୁ। ତହିଁରେ ଆମ୍ଭେ ସର୍ବତ ଭାବେ ତୁମ୍ଭ ପରି ବୋଲି ତୁମ୍ଭେ ଅନୁମାନ କରିଅଛ। ମାତ୍ର ଆମ୍ଭେ ତୁମ୍ଭକୁ ଅନୁଯୋଗ କରିବା ଓ ତାହା ସବୁ ତୁମ୍ଭ ସାକ୍ଷାତରେ ସଜେଇବା। ହେ ପରମେଶ୍ୱରଙ୍କୁ ପାସରିବା ଲୋକମାନେ, ତୁମ୍ଭେମାନେ ଏହା ବିବେଚନା କର, ନହିଲେ ଆମ୍ଭେ ତୁମ୍ଭମାନଙ୍କୁ ବିଦୀର୍ଣ୍ଣ କରିବା, ପୁଣି ଉଦ୍ଧାର କରିବାକୁ କେହି ନଥିବେ। See, there's a very, very serious word regarding backbiting. ଏହା ବହୁତ ବହୁତ ଗୁରୁତ୍ୱପୂର୍ଣ୍ଣ ପାପ ଅଟେ ଯେ ବଚସା କରିବା। It's written, see, you speak against your brother, you speak against the mother's son. That means your own brother you are speaking against, maybe at home or maybe at some other place. ନିଜର ଭାଇ ଆଉ ନିଜର ମାଙ୍କର ସନ୍ତାନ ତାଙ୍କ ପାଇଁ ବା ତାଙ୍କ ବିରୁଦ୍ଧରେ କଥା କହିବା ନିଜ ଘରେ, ଏଟା ବହୁତ ବହୁତ ଗୁରୁତ୍ୱପୂର୍ଣ୍ଣ ପାପ ଅଟେ। We can see in verse 22 how seriously God is telling this. You who forget God, you who forget God, I will tear you to pieces. There will be none to deliver. 22 ପଦ ଲେଖାଗଲା, ତୁମେ ପରମେଶ୍ୱରଙ୍କୁ ପାସରିବା ଲୋକ, ମୁଁ ତୁମମାନଙ୍କୁ ଖଣ୍ଡ ଖଣ୍ଡ କରିବି ଆଉ ଉଦ୍ଧାର କରିବାକୁ କେହି ନଥିବେ, ସେ କହୁଛନ୍ତି। There are other portions also. If you read in 2 Timothy chapter 3 verse 3, it is written about malicious gossips. There is a sentence written there, word written there, malicious gossip. I don't know how it is in okay. ଦ୍ୱିତୀୟ ତିମୋଥୀ ତାହାର 3 ଅଧ୍ୟାୟର 3 ପଦ, ଅକୃତଜ୍ଞ, ଅପବିତ୍ର, ସ୍ନେହ ଶୂନ୍ୟ, ଅମିଳନ ପ୍ରିୟ, ଅପବାଦକ, ଅଜିତେନ୍ଦ୍ରିୟ। Correct. It is in English it is written malicious gossip. That means little devils who are speaking against one another. ଇଂଲିଶ ରେ ଲେଖାଯାଏ ଯେ ଏଇ ଯୋଉ ଅପବାଦକ ମାନେ ଛୋଟ ଶୈତାନ ଅଟନ୍ତି, ଯୋଉମାନେ କି ଅନ୍ୟ ମାନଙ୍କର ପିଠି ପଛରେ ବୁରାଇ କରନ୍ତି। See, we have to really remember when we speak against our brothers and sisters, we are becoming small devils. ଏହାକୁ ଆମେ ସବୁବେଳେ ମନେ ରଖିବା, ଯଦି ଆମେ ଭାଇ ଆଉ ଭଉଣୀଙ୍କ ବିରୁଦ୍ଧରେ ପିଠି ପଛରେ ଆମେ କଥା କହୁଛୁ, ତାହେଲେ ଆମେ ଛୋଟ ଶୈତାନ ଅଟୁ ଆମେ। If you read in Old Testament, there is a portion in Zechariah where there is a man called Joshua standing before God with a cloth which has got some dirt in it. ଆମେ ଜିଖରୀୟ ପୁସ୍ତକରେ ଦେଖୁଛୁ, ଜଣେ ବ୍ୟକ୍ତି ଅଛନ୍ତି ଯେ କି ପରମେଶ୍ୱରଙ୍କର ସମ୍ମୁଖରେ ଠିଆ ହେଇଛନ୍ତି, ମାତ୍ର ତାଙ୍କର ବସ୍ତ୍ର ମଳିନ ଅଟେ। You know, Satan is standing there accusing him. ଆଉ ଶୈତାନ ସେ ସ୍ଥାନରେ ଛିଡା ହେଇ ସେ ପ୍ରତିବାଦ କରୁଛି। And we can see there Jesus standing and saying, remove that cloth from him, put on a new cloth, put on a new turban for him. ଆଉ ଯୀଶୁ ଖ୍ରୀଷ୍ଟ ସେଇ ସ୍ଥାନରେ ଠିଆ ହେଇ ତୁମର ସେହି ମଇଳା ବସ୍ତ୍ରକୁ ତୁମେ କାଢି ତୁମେ ଗୋଟେ ନୂଆ ବସ୍ତ୍ର ପିନ୍ଧ, ସେ କହୁଅଛନ୍ତି। And Zechariah was standing and seeing all that, and he's supporting the Lord Jesus, telling, you put a new turban on his head. ଆଉ ସେଇ ସ୍ଥାନରେ ଜିଖରୀୟ ଠିଆ ହୋଇ ସେ ଯୀଶୁ ଖ୍ରୀଷ୍ଟଙ୍କୁ ସେ ସପୋର୍ଟ କରି ସେ କହୁଛନ୍ତି, ଏଇ ମଇଳା ବସ୍ତ୍ର କାଢି ତୁମେ ସେଇ ଭଲ ବସ୍ତ୍ର ପିନ୍ଧ ବୋଲି। See, that is the ministry that we should have, our dear brothers and sisters. ପ୍ରିୟ ଭାଇ ଭଉଣୀ ମାନେ, ଏହି ସେବା କାର୍ଯ୍ୟ ଆମ୍ଭ ମାନଙ୍କର ଅଟେ। What should we do when we see somebody sinning? ଯୋଉ ସମୟରେ ଗୋଟିଏ ବ୍ୟକ୍ତି ପାପ କରିବାଟା ଆମେ ଦେଖୁଛୁ, ସେଇ ସମୟରେ ଆମେ କଣ କରିବା? I want to tell, Bible tells very, very clearly about it. ଆଉ ବାଇବଲ ଏ ବିଷୟରେ ଅତି ସ୍ପଷ୍ଟ ଭାବରେ ଆମ୍ଭ ମାନଙ୍କୁ କହେ।
We can read that in Matthew chapter 18. ଆସନ୍ତୁ ଆମମାନେ ମାଥ୍ୟୁ ଲିଖିତ ସୁସମାଚାର 18 ଅଧ୍ୟାୟ ଆମେ This ପଢିବା। is very important. Please listen and carefully read this. ଏହା ବହୁତ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ଦୟାକରି ଆପଣ ମାନେ ଶୁଣନ୍ତୁ ଆଉ ଧ୍ୟାନ ସହକାରେ ଏହାକୁ ପଢନ୍ତୁ। We can see what steps we should do when we see somebody sinning. ଯୋଉ ସମୟରେ ଗୋଟିଏ ବ୍ୟକ୍ତି ପାପ କରୁଛନ୍ତି ସେଇ ସମୟରେ ଆମେ କେଉଁ ପଦକ୍ଷେପ ନେବା ଉଚିତ? First step, verse 15. When your brother sin, go and reprove him in private. If he listens to you, you have won the brother. Verse 15 15. ପଦ, ଯଦି ତୁମର ଭାଇ ପାପ କରେ ତେବେ ଯାଇ କେବଳ ତୁମ୍ଭ ଦୁଇ ଜଣଙ୍କ ମଧ୍ୟରେ ତାହାକୁ ତାହାର ଦୋଷ ଦେଖାଅ। ଯଦି ସେ ତୁମ୍ଭର କଥା ଶୁଣେ ତେବେ ତୁମ୍ଭେ ଆପଣା ଭାଇକୁ ଲାଭ କଲ। So, verse 15, you know what you have to do? You have to privately go to him, tell him this is a sin, please repent. If he listens to that, wonderful. You have won your brother. 15 ପଦ କହେ ତୁମେ ବ୍ୟକ୍ତିଗତ ଭାବରେ ସେଇ ବ୍ୟକ୍ତିଙ୍କ ପାଖକୁ ଯାଅ ଆଉ କୁହ ତୁମେ ପାପ କରିଛ, ମନ ପରିବର୍ତ୍ତନ କରି ପ୍ରଭୁଙ୍କ ନିକଟକୁ ଫେରି ଆସ। ଯଦି ସେ ଫେରି ଆସୁଅଛି ତାହେଲେ ତୁମ ଭାଇକୁ ଲାଭ କଲ। If he doesn't listen, verse 16, what is the next step? ଯଦି ସେ ଶୁଣେ ନାହିଁ ତାହେଲେ 16 ପଦ ଆମେ ଦେଖିବା ଆମେ କଣ? It's written, you have to take one or two brothers, that is usually the elders of the church. You have to take them, go to that brother, tell him that sin, and ask him to repent. ଯଦି ସେ ତମ କଥା ନ ଶୁଣେ ତାହେଲେ ମଣ୍ଡଳୀର ଦୁଇ ଜଣଙ୍କ ବ୍ୟକ୍ତିଙ୍କୁ ପ୍ରାଚୀନ ମାନଙ୍କୁ ଡାକି ନେଇ ତୁମେ ତାହାଙ୍କୁ ଜଣାଅ, ତାଙ୍କର ପାପ ତାଙ୍କୁ ଜଣାଅ। And verse 17, if he still doesn't listen, then tell it to the church. That is the third step. Tell it to the church. ଯଦି ହେଲେ ମଧ୍ୟ ଦୁଇ ଜଣଙ୍କ ସାକ୍ଷାତରେ ସେ ଭାଇ ବୁଝୁନାହାନ୍ତି ତାହେଲେ ତୃତୀୟ ପଦକ୍ଷେପ ହେଲା ଯେ ତୁମେ ମଣ୍ଡଳୀକୁ କୁହ। And even if even then he is refusing to listen, then let him be like a Gentile or a tax gatherer. That means let him be like an unbeliever. ଯଦି ମଣ୍ଡଳୀର କଥା ନ ଶୁଣେ ତାହେଲେ ସେହି ବ୍ୟକ୍ତି ତୁମ ଦୃଷ୍ଟିରେ ଗୋଟେ ବିଜାତି କରଗ୍ରାହୀ ସଦୃଶ୍ୟ ହେଉ, ତୁମେ ସେହି ବ୍ୟକ୍ତିଙ୍କ ଠାରୁ ନିଜକୁ ଅଲଗା ରଖ। See, this is not just a person getting angry, or that is not the sin. This is some serious public sin. That is what is written here. ହଁ, ଏହା କ୍ରୋଧ କରିବା ଯୋଉ ବ୍ୟକ୍ତିଗତ ଭାବରେ ଭିତର ପାପ ନାହିଁ, ଏହା ଗୋଟିଏ ବହୁତ ବହୁତ ସମାଜ ଆଗରେ ହେଇଥିବା ପାପ ବିଷୟରେ କୁହାଯାଏ। So, usually people speak against that in their back, gossiping. That is completely wrong. Let us take these steps written by the word of God. ଯୋଉ ବ୍ୟକ୍ତି ମାନେ ଅନ୍ୟ ମାନଙ୍କର ବିରୁଦ୍ଧରେ ପଛରେ କଥା କହୁଛନ୍ତି ଏହା ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପାପ ଅଟେ, ଏହା ଆମେ ଜାଣିବା। And we can see here what you have to do. You should be in gentleness, restore him. That means you have to go to that person, tell him that sin in a gentle manner, and somehow make him to repent and restore him back to the ways of God. ଯୋଉ ବ୍ୟକ୍ତି ପାପ କରିଛନ୍ତି ସେହି ବ୍ୟକ୍ତିଙ୍କ ପାଖରେ ମୃଦୁ ଭାବରେ ଯାଇ ସେହି ବ୍ୟକ୍ତିଙ୍କୁ ବୁଝାଅ ଆଉ ସେହି ବ୍ୟକ୍ତିଙ୍କୁ ପୁନର୍ବାର ପ୍ରଭୁଙ୍କ ନିକଟକୁ ଧରି ଆସ। And here is written, we have to look to ourselves, because we also have got a flesh. We also can fall like that. We are not in any way better than him. We have to recognize that, Lord, if grace of God is not there in my life, I can also fall into such a sin. ସେଇ ବ୍ୟକ୍ତିଙ୍କୁ ସଂଶୋଧନ କରିବା ସମୟରେ ନିଜ ବିଷୟରେ ମଧ୍ୟ ଆମେ ସାବଧାନ ହେବାକୁ ପଡିବ ଆଉ ପ୍ରଭୁଙ୍କୁ କହିବାକୁ ପଡିବ, ପ୍ରଭୁ ମୁଁ ସେମାନଙ୍କ ଠାରୁ କୌଣସି ପ୍ରକାର ଭାବରେ ଉତ୍ତମ ନୁହେଁ, ତୁମର ଅନୁଗ୍ରହ ମତେ ଦରକାର, ଏ ପ୍ରକାର ଆମେ କରିବାକୁ ପଡିବ। Yeah, so I want to emphasize this once again, my dear brothers and sisters. Let us stop this habit of speaking evil against one another. ପ୍ରିୟ ଭାଇ ଓ ଭଉଣୀ ମାନେ, ପୁନର୍ବାର ମୁଁ ଆପଣ ମାନଙ୍କୁ କହିବା ପାଇଁ ଚାହେଁ, ଅନ୍ୟ ମାନଙ୍କ ବିରୁଦ୍ଧରେ ପିଠି ପଛରେ କହିବାଟା ବନ୍ଦ କରିବାକୁ ପଡିବ। There are so many houses where in the dinner table, lunch table, all husband, wife, children sit. You know what is the topic? Somebody else in the church, some other house,
some evil about somebody else in the church, maybe some elders, many other things. I want to tell you there is an extremely, extremely, extremely bad habit. You have to stop that. ଏହା ପ୍ରତ୍ୟେକ ଘରର କଥା। ଯୋଉ ସମୟରେ ସେମାନେ ସେମାନଙ୍କର ମଧ୍ୟାହ୍ନ ଭୋଜନ ସମୟରେ କି ରାତ୍ର ଭୋଜନ ସମୟରେ ସେମାନଙ୍କର ଡାଇନିଂ ଟେବୁଲରେ ବସନ୍ତି, ସେମାନଙ୍କର ସ୍ୱାମୀ ସ୍ତ୍ରୀ ପୁଅ ଝିଅ, ସେଇ ସମୟରେ ସେମାନେ ଅନ୍ୟମାନଙ୍କ ବିଷୟରେ ସେମାନେ ବଚସା କରନ୍ତି। ନିଜ ପଡିଶା ଲୋକ, ନିଜ ମଣ୍ଡଳୀର କୌଣସି ବ୍ୟକ୍ତିଙ୍କ ବିଷୟରେ ସେମାନେ ଏଇ ପ୍ରକାର ବଚସା କରନ୍ତି। So let's really stop that. Now we come to verse 2. ଆସନ୍ତୁ ଆମମାନେ 2 ପଦକୁ ଯିବା। ଆମେ ପରସ୍ପରର ଭାର ବହନ କର, ଏହି ପ୍ରକାରେ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ବ୍ୟବସ୍ଥା ସଫଳ କରିବ। This is another wonderful verse in this portion. ଆଉ ଏହା ଆଉ ଗୋଟିଏ ବହୁତ ଅଦ୍ଭୁତ ପଦ ଅଟେ, 2 ପଦ। You know what is the law of Christ? ଆପଣ ଜାଣନ୍ତି କି ଖ୍ରୀଷ୍ଟଙ୍କ ବ୍ୟବସ୍ଥା କଣ ଅଟେ? The law of Christ is the law of love. ଆଉ ଯୀଶୁ ଖ୍ରୀଷ୍ଟଙ୍କର ବ୍ୟବସ୍ଥା ବା ଖ୍ରୀଷ୍ଟଙ୍କ ବ୍ୟବସ୍ଥା ପ୍ରେମର ବ୍ୟବସ୍ଥା ଅଟେ। Praise the Lord. Now, how can I really show this law of love in my life? ମୁଁ କି ପ୍ରକାର ଭାବରେ ଏହି ପ୍ରେମର ବ୍ୟବସ୍ଥାକୁ ମୋ ଜୀବନରେ ମୁଁ ଦେଖେଇ ପାରିବି? We can see in verse 2, bear one another's burden. That is how I fulfill the law of love. 2 ପଦ ଲେଖାଗଲା ଯେ ପରସ୍ପରର ଭାର ବହନ କରିବା ଦ୍ୱାରା ମୁଁ ଖ୍ରୀଷ୍ଟଙ୍କର ସେଇ ପ୍ରେମର ବ୍ୟବସ୍ଥାକୁ ସଫଳ କରୁଛି। I remember many years back seeing a picture of one person in his shoulder carrying a very, very heavy burden and walking. Then another person coming and bearing that. That means taking the other part and walking along with him. ମୁଁ ଅନେକ ବର୍ଷ ତଳେ ଗୋଟେ ବ୍ୟକ୍ତିଙ୍କୁ ମୁଁ ଦେଖିଥିଲି ଯେ କି ନିଜର କାନ୍ଧ ଉପରେ ଗୋଟେ ଓଜନିଆ ଜିନିଷକୁ ସେ ବହି ଯାଉଥିଲେ। ଆଉ କିଛି ସମୟ ପରେ ଆଉ ଗୋଟିଏ ଭାଇ ଆସି ସେହି ଓଜନିଆ ଭାରର ଆଉ ଗୋଟେ ସାଇଡରେ ସେ ବହିବାରେ ସାହାଯ୍ୟ କଲେ। See, this is an extremely common area in all of our homes and sometimes in church also. ଏହା ଗୋଟିଏ ସାଧାରଣ ବିଷୟ ଅଟେ ଯେ ଆମମାନଙ୍କର ଚର୍ଚ୍ଚରେ ହଉ କି ଆମମାନଙ୍କ ପରିବାରରେ ହଉ। Sometimes you can see the wife toiling and troubling and working in the kitchen so into the late hours. ହଁ, ଆମେ ଅନେକ ସମୟରେ ଦେଖୁ ଯେ ଆମମାନଙ୍କ ସ୍ତ୍ରୀ କିଚେନରେ ବହୁତ ସମୟ ଧରି ସେ କାମ କରୁଥିବେ। So how can I fulfill the law of love? ଆଉ ସେଇ ସ୍ଥାନରେ Husband can go and help the work, help the wife in the kitchen. So that is how we can bear the burden of one another. ସ୍ତ୍ରୀ ମାନେ ତ ଖୁସି ହଉଥିବେ ଯୋଉ ସମୟରେ ସେ ସେଇ ପ୍ରକାର କାମ କରୁଥିବେ, ସେଇ ସମୟରେ ସ୍ୱାମୀ ସେଇ କିଚେନ ଭିତରକୁ ଯାଇ ସେ ସ୍ତ୍ରୀଙ୍କୁ ସାହାଯ୍ୟ କରିବାକୁ ପଡିବ। And in the same way, many times children can help the parents. We can see sometimes parents struggling in the home. What should the children do? Go and help them bear the burden. That is how we can fulfill the law of Christ. ଅନେକ ସମୟରେ ଛୁଆମାନେ ମଧ୍ୟ, ଘରର ଛୁଆମାନେ ମଧ୍ୟ ନିଜ ମା ବାପାଙ୍କୁ ଯାଇକିନା ସାହାଯ୍ୟ କରିବାକୁ ଦରକାର ପଡୁଛି। ଆଉ ସେଇ ପ୍ରକାର ଭାବେ ଛୁଆମାନେ ମଧ୍ୟ ଖ୍ରୀଷ୍ଟଙ୍କର ବ୍ୟବସ୍ଥାକୁ ସଫଳ କରିବେ। This is applicable in so many places. We can see sometimes few brothers in the church doing so much work. All the others just sitting idle. You know, how all of us can fulfill the law of love? Go and help and bear one another's burden. That is how we can fulfill the law of Christ. ଚର୍ଚ୍ଚରେ ମଧ୍ୟ ଏମିତି ଅଳ୍ପ କେତେ ଭାଇ ଥିବେ, ସେମାନେ ବହୁତ ପରିଶ୍ରମ କରୁଥିବେ, ମାତ୍ର ଅନ୍ୟାନ୍ୟ ଭାଇମାନେ ସେମାନେ ଚର୍ଚ୍ଚରେ ମୂର୍ତ୍ତି ପରି ବସିଥିବେ, ମାତ୍ର ସେମାନେ ମଧ୍ୟ ଯାଇ ସେମାନଙ୍କୁ ସାହାଯ୍ୟ କରି ଖ୍ରୀଷ୍ଟଙ୍କର ବ୍ୟବସ୍ଥାକୁ ସଫଳ କରିବାକୁ ପଡିବ। We can see this verse in Romans chapter 15 verse 1 and 2. ରୋମିଓ ପୁସ୍ତକ 15 ଅଧ୍ୟାୟ 1 ପଦ ଆଉ 2 ପଦ। ବିଶ୍ୱାସରେ ବଳବାନ ଯେ ଆମ୍ଭେମାନେ ଦୁର୍ବଳ ମାନଙ୍କ ଦୁର୍ବଳତା ସହିବା ଆମ୍ଭମାନଙ୍କର ଉଚିତ, ଆଉ ନିଜ ନିଜର ସୁଖ ଚେଷ୍ଟା କରିବା ଉଚିତ ନୁହେଁ। ଆସ ଆମ୍ଭମାନଙ୍କର ପ୍ରତ୍ୟେକ ଜଣ ଆପଣା ପ୍ରତିବାସୀର ନିଷ୍ଠା ନିମନ୍ତେ ମଙ୍ଗଳ ସାଧନ କରି ତାହାର ସୁଖ ଚେଷ୍ଟା କରୁ। So here it's written very clearly what is the attitude of a person who is strong in the Lord.
ଏଠାରେ ଆମେ ବହୁତ ସ୍ପଷ୍ଟ ଭାବରେ ଆମେ ଦେଖୁଛୁ ଯେ ଯୋଉ ଭାଇ ପ୍ରଭୁଙ୍କ ଠାରେ ବହୁତ ମଜବୁତ ତାଙ୍କର ମନୋଭାବ କି ପ୍ରକାର ରହିବା ଉଚିତ। See, all of us say we are strong in the Lord. ଆମେ ସମସ୍ତେ କହୁ ଯେ ଆମେ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଆମେ ମଜବୁତ ଅଟୁ ଆମେ। But you know what is the test? The real test is when I see somebody in weakness, I go and help and make that person's life comfortable. ଆମେନ୍। ଯଦି ଆମେ ଖ୍ରୀଷ୍ଟରେ ଆମେ ବଳବାନ ହେଇଛୁ ଆମେ ତାହେଲେ ଆହାର ଟେଷ୍ଟ ବା ପରୀକ୍ଷା କଣ ଅଟେ? ଗୋଟିଏ ଦୁର୍ବଳ ଭାଇଙ୍କୁ ଆମେ ଯୋଉ ସମୟରେ ଦେଖୁଛୁ ଯାଇ ତାଙ୍କୁ ସାହାଯ୍ୟ କରିବାର ଅଛି। Many times I think of the story of Joseph. I think many of you know that story of Joseph in Genesis. ଅନେକ ସମୟରେ ମୁଁ ସେହି ଯୋସେଫଙ୍କର କାହାଣୀ ବିଷୟରେ ଚିନ୍ତା କରେ। ଆମେ ସମସ୍ତେ ଆମେ ଜାଣୁ ଯୋସେଫଙ୍କ ବିଷୟରେ। Joseph was one time in prison. You know what was his task? To make the prisoners, that person who is in charge of prison, to make his life easy. ଯୋଉ ସମୟରେ ଯୋସେଫ କାରାଗାରରେ ଥିଲେ ସେଇ ସମୟରେ ଯୋସେଫଙ୍କର ଦାୟିତ୍ୱ କଣ ଥିଲା? ଯୋଉମାନେ କାରାଗାରରେ ଅଛନ୍ତି ତାଙ୍କର କାମକୁ ସହଜ କରିବା। One day a butler and baker came there. When they were sad, he went to them and asked, why are you sad? And then what happened? They explained their dreams, and Joseph explained the meaning, and that is how one day he could reach Pharaoh's court. ଦିନେ ସେ ଦେଖିଲେ ଯେ ଫାରୋଙ୍କର ପାନପାତ୍ର ବାହକ ଆଉ ସୁପକାର ସେମାନେ ସେହି ଜେଲ ମଧ୍ୟରେ ଅଛନ୍ତି, ତାଙ୍କର ମୁଖ ଶୁଖି ଯାଇଛି। ସେଇ ସମୟରେ ଯୋସେଫ ଯାଇ ପଚାରୁଛନ୍ତି କଣ ହେଲା? ସେଇ ସମୟରେ ସେମାନେ ତାଙ୍କର ସ୍ୱପ୍ନ ବିଷୟରେ କହୁଛନ୍ତି। ଯୋସେଫ ତାଙ୍କର ସ୍ୱପ୍ନର ଅର୍ଥ କରୁଛନ୍ତି ଆଉ ଏମିତି ଗୋଟେ ସମୟରେ ସେ ଫାରୋଙ୍କ ରାଜପ୍ରସାଦକୁ ଯାଉଛନ୍ତି। And even after he became a ruler in Egypt, when his brothers came, he provided the best place for them. He forgave them, made their life extremely comfortable. ଏ ପ୍ରକାର ଗୋଟେ ସମୟରେ ଯୋଉ ସମୟରେ ଯୋଉ ଭାଇମାନେ ତାଙ୍କୁ ମାରିବା ପାଇଁ ଚେଷ୍ଟା କରିଥିଲେ ସେ ଭାଇମାନେ ତାଙ୍କ ନିକଟକୁ ଆସିଲେ, ସେ ଭାଇମାନଙ୍କୁ କ୍ଷମା କଲେ ଆଉ ସେମାନଙ୍କୁ ବହୁତ ସୁନ୍ଦର ସ୍ଥାନ ମିଶର ଦେଶରେ ରହିବା ପାଇଁ ଦେଇ ତାଙ୍କର ଜୀବନକୁ ସେ ସହଜ କଲେ। So please remember this verse always in your life. How can I fulfill the law of love? What is the answer? Bear others' burden. So that is how I can fulfill the law of love. এই ବାକ୍ୟକୁ ଆମେ ସବୁ ସମୟରେ ଆମେ ମନେ ରଖିବା। ଆମେ କି ପ୍ରକାର ଭାବରେ ମୁଁ ଖ୍ରୀଷ୍ଟଙ୍କର ବ୍ୟବସ୍ଥାକୁ ମୁଁ ସଫଳ କରିବି? ଯୋଉ ସମୟରେ ଅନ୍ୟ ଭାଇଙ୍କର ଭାରକୁ ମୁଁ ବହନ କରିବି ସେଇ ସମୟରେ ଖ୍ରୀଷ୍ଟଙ୍କ ବ୍ୟବସ୍ଥାକୁ ସଫଳ କରିବି। Sometimes we can even help a person as far as possible financially also. Sometimes you can see people financially struggling. Lord, I want to be a help to them in some way possible. ଅନେକ ସମୟରେ ଯୋଉ ଭାଇମାନେ ଚର୍ଚ୍ଚରେ ସେମାନେ ଆର୍ଥିକ ଭାବରେ ସେମାନେ ଅସୁବିଧାରେ ଥିବେ ସେମାନଙ୍କୁ ଆର୍ଥିକ ଭାବରେ ସାହାଯ୍ୟ କରି ମଧ୍ୟ ଆମେ ଖ୍ରୀଷ୍ଟଙ୍କ ବ୍ୟବସ୍ଥାକୁ ସଫଳ କରିପାରିବା। Now we can see verse 3, for if anyone thinks that he is something when he is nothing, he deceives himself. 3 ପଦ, ଯଦି କୌଣସି ଲୋକ ଅସାର ହେଲେ ହେ ଆପଣାକୁ ବଡ ବୋଲି ମନେ କରେ ତେବେ ସେ ନିଜକୁ ପ୍ରବଞ୍ଚନା କରେ। See, this is another very, very important verse in this portion. ଆଉ ଏହା ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବାକ୍ୟ ଅଟେ ଏହି ପର୍ବର। There is a very strong tendency in all of us to think that we are somebody or something. ଏହା ଗୋଟିଏ ବହୁତ ବହୁତ ସାଧାରଣ ବିଷୟ ଯେ ଆମେ ଅନେକ ସମୟ ନିଜ ବିଷୟରେ ଆମେ କିଛି ନଥିଲେ ମଧ୍ୟ ଆମେ କିଛି ଅଛୁ ବୋଲି ଆମେ ଭାବିଥାଉ। But you know what is written here? If anybody thinks that he is something or somebody when he is nothing, when he is absolutely nothing, he deceives himself. ଯୋଉ ସମୟରେ କୌଣସି ଗୋଟେ ବ୍ୟକ୍ତି ନିଜକୁ ମୁଁ କିଛି ବା ମୁଁ ଗୋଟେ ବ୍ୟକ୍ତି ପରି ଭାବେ ମାତ୍ର ସେ କିଛି ନଥାଏ ଆଉ ସେ ଏଇ ପ୍ରକାର କରିବା ଦ୍ୱାରା ନିଜକୁ ପ୍ରବଞ୍ଚନା କରେ। You know what is the meaning of deception? ଆପଣ ଜାଣନ୍ତି କି ଭ୍ରାନ୍ତ ହେବା ବା ପ୍ରବଞ୍ଚିତ ହେବା କଣ ଅଟେ? So imagine you got a 500 rupee note, which is a counterfeit note. ଆପଣ ମନେ କରନ୍ତୁ ଯେ ଆପଣ ଗୋଟେ 500 ଟଙ୍କା ନୋଟ ଆଣିଲେ ମାତ୍ର ତାହା ନକଲି ନୋଟ ଅଟେ। And you thought it is a right note, it's a right type of note,
actually you have become 500 you have become poorer by 500 rupees. ଯଦି ଆପଣ ସେହି 500 ଟଙ୍କା ଆଣି ସେହି ନକଲି ନୋଟ କୁ ଆପଣ ଭାବୁଛନ୍ତି ଯେ ଏହା ଅସଲି ନୋଟ, ତାହେଲେ ଆପଣ ସେହି 500 ଟଙ୍କା ଆପଣ ପାଖରେ ଅଛି, ମାତ୍ର ତାର କୌଣସି ମୂଲ୍ୟ ନାହିଁ। That is how we can also, if we think that we are somebody when we are actually nobody. ସେହି ପ୍ରକାର ଭାବେ ଆମେ ବେଳେ ବେଳେ ଭାବୁ ଆମେ କିଛି ଅଛୁ, ମାତ୍ର ଦେଖିଲା ବେଳେ ଆମେ ପ୍ରକୃତରେ ଆମେ କିଛି ନାହୁଁ। ଆମେ You know, there are many incidents in the world where people thought they are somebody. ଏହା ଏଇ ପୃଥିବୀରେ ଏଇ ପ୍ରକାର ଅନେକ ବିଷୟ ଜାଗା ରହିଛି ଯୋଉ ସମୟ ଲୋକମାନେ ଭାବନ୍ତି ଯେ ଆମେ କିଛି ଅଛୁ, ମାତ୍ର ଦେଖିଲା ବେଳେ ସେମାନେ କିଛି ନଥାନ୍ତି। ସେମାନେ I think some of you might have heard about Napoleon. Many of you might have heard about Hitler. These are people who thought they are big people. God made them nothing. God, we think of them as nobodies today because no, they thought they are such big people, but God made them absolutely nobodies. ଆମମାନେ ନେପୋଲିୟନ କୁ ଆମେ ଅନେକ ଜଣ ଆମେ ଜାଣୁ, ଆମେ ହିଟଲର କୁ ଆମେ ଅନେକ ଜଣ ଆମେ ଜାଣୁ। ଆଉ ଏମାନେ ନେପୋଲିୟନ, ହିଟଲର, ସେମାନେ ଭାବୁଥିଲେ ଯେ ଆମେ କିଛି ଅଛୁ, ଆମେ ବହୁତ ବଡ ବଡ ଲୋକମାନେ, ମାତ୍ର ପରମେଶ୍ୱର ସେମାନଙ୍କୁ ଶୂନ୍ୟ କରିଦେଲେ। ଆଜି ତାଙ୍କୁ କେହି ଜାଣନ୍ତି ମଧ୍ୟ ନାହିଁ। I want to give you an example from the Bible. ମୁଁ ଆପଣ ମାନଙ୍କୁ ବାଇବଲରୁ ଗୋଟେ ଉଦାହରଣ ଦେବା ପାଇଁ ଚାହେଁ। One day, the Babylonian king Nebuchadnezzar, he looked into all that he made in his country, in his city, the hanging gardens and the many wonders, wonderful buildings he constructed. And you know what he said? ଆମେ ବାବିଲୋନର ରାଜା ନବୁକଦନେସ୍ସର ବିଷୟରେ ଆମେ ଜାଣୁ। ଆମେ ସେ ଗୋଟିଏ ବହୁତ ବଡ ରାଜା, ସେ ଗୋଟିଏ ଝୁଲା ଉଦ୍ୟାନ ବା ହ୍ୟାଙ୍ଗିଂ ଗାର୍ଡେନ କୁ ସେ ତିଆରି କରିଥିଲେ, ଆଉ ବହୁତ ବଡ ବଡ ବିଷୟ ଗୁଡିକ ସେ କରିଥିଲେ। ଆଉ ସେ କଣ କହିଲେ? He said, all these things my hand made. I am such a wonderful king. ଆଉ ସେ କହିଲେ ଏଇ ସବୁ ବିଷୟ ମୁଁ କରିଛି, ଆଉ ମୁଁ ଗୋଟେ ବହୁତ ମହାନ ବ୍ୟକ୍ତି ଅଟେ। And then he heard a sound from heaven that ତୁମ you are going to ସମୟରେ be like an animal. ଏଇ କଥା କହୁ କହୁ ସେ ସ୍ୱର୍ଗରୁ ଗୋଟିଏ ବାଣୀ ଶୁଣୁଛନ୍ତି, ତୁମେ ଗୋଟିଏ ପଶୁ ହେବ ବୋଲି। And God gave him another 12 months to repent, but he refused to repent. ପରମେଶ୍ୱର ତାଙ୍କୁ 12 ମାସ ଦେଲେ ଅନୁତାପ କରିବା ପାଇଁ, ଫେରିବା ପାଇଁ, ମାତ୍ର ସେ ଫେରିଲେ ନାହିଁ। And later on, for 7 years, he became just like an animal. His hair grew, his nails grew. He just became just like an animal, he became. ହଁ, ଯେତେବେଳେ ଫେରିଲେ ନାହିଁ, 7 ବର୍ଷ ଯାଏ ସେ ପଶୁ ପରି ରହିଲେ। ତାଙ୍କର ନଖ ବଢିଲା, ତାଙ୍କର ଚୁଟି ଗୁଡିକ ବଢିଲା, ସେଇ ପ୍ରକାର ପଶୁ ପରି ହିଁ ସେ ରହିଲେ। After 7 years, his understanding came to him. He began to glorify God. He humbled himself, and then he was restored back to his kingdom. ଆଉ 7 ବର୍ଷ ପରେ ତାଙ୍କୁ ବୁଦ୍ଧି ଆସିଲା, ଆଉ ସେ ପରମେଶ୍ୱରଙ୍କୁ ଗୌରବ ଦେଲେ, ଆଉ ଯାହା ଯାହା ହରେଇଥିଲେ ସେ ସବୁ ବିଷୟ ସେ ଫେରି ପାଇଲେ। I want to show you, one of the greatest people in the New Testament is Saint Paul. ମୁଁ ଆପଣ ମାନଙ୍କୁ ନୂତନ ନିୟମର ଗୋଟିଏ ମହାନ ବ୍ୟକ୍ତିଙ୍କୁ ଦେଖେଇବା ପାଇଁ ଚାହେ। ସେହି ମହାନ ବ୍ୟକ୍ତି ହଉଛନ୍ତି ସାଧୁ ପାଉଲ। Paul wrote most of the New Testament, a major part of the New Testament, we know it is written by Paul. ଆଉ ବାଇବଲର ନୂତନ ନିୟମର ଅଧିକାଂଶ ଚିଠି ଆଉ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡିକ ପାଉଲ ସେ ଲେଖିଅଛନ୍ତି। Now I want to show you what he said, he mentioned about himself. ଆଉ ମୁଁ ଦେଖେଇବା ପାଇଁ ଚାହେ ସେ ନିଜ ବିଷୟରେ ସେ କଣ ଭାବୁଥିଲେ। 2 Corinthians 12 verse 11. ଦ୍ୱିତୀୟ କରନ୍ତୀୟ 12 ଅଧ୍ୟାୟର 11 ପଦ ପଢିବା ଆମେ। That 11 second part is written, even though I'm not inferior to the most eminent apostle. You know what he said? I am a nobody. ସେ ଦ୍ୱିତୀୟ କରନ୍ତୀୟ 12 ଅଧ୍ୟାୟର ଦ୍ୱିତୀୟ ଅଂଶରେ ସେ ଲେଖୁଛନ୍ତି, ଯେଣୁ ଯଦ୍ୟପି ମୁଁ କିଛି ନୁହେଁ, ତଥାପି କୌଣସି ବିଷୟରେ ସେଇ ଶ୍ରେଷ୍ଠତମ ପ୍ରେରିତ ମାନଙ୍କ ମଧ୍ୟରେ ଊଣା ନୁହେଁ। Yeah, here I think it's written very clearly. He says about himself, I am nobody.
ଆଉ ଏଇ ସ୍ଥାନରେ ସେ ସ୍ପଷ୍ଟ ଭାବରେ କହୁଛନ୍ତି ଯେଣୁ ଯଦ୍ୟପି ମୁଁ କିଛି ନୁହେଁ। There is one more portion in 1 Corinthians chapter 3, verse 6 and 7. ଆଉ ଗୋଟିଏ ପଦ ଦେଖିବା ପ୍ରଥମ କରନ୍ତୀୟ 3 ଅଧ୍ୟାୟ 6 ଆଉ 7 ପଦ। ମୁଁ He says, ରୋପଣ read, brother. ମୁଁ ରୋପଣ କରିଅଛି, ଆପୋଲୋ ଜଳସେଚନ କରିଅଛନ୍ତି, କିନ୍ତୁ ଈଶ୍ୱର ବୃଦ୍ଧି ସାଧନ କରନ୍ତି। ଅତଏବ ଯେ ରୋପଣ କରେ କିମ୍ବା ଯେ ଜଳ ସେଚନ କରେ ସେ କିଛି ନୁହେଁ, ମାତ୍ର ବୃଦ୍ଧି ସାଧନ କରନ୍ତି ଯେ ଈଶ୍ୱର ସେ ସାର। He very, very clearly says, even though I planted, Apollos water, the person who plants, the person who waters, they are nothing. ସେ କହୁଛନ୍ତି ଯେ ମୁଁ ରୋପଣ କରିଅଛି ଆଉ ଆପୋଲୋ ଜଳସେଚନ କରିଛନ୍ତି, ମାତ୍ର ଯେ ରୋପଣ କରେ ଯେ ଜଳସେଚନ କରେ ସେ କିଛି ନୁହନ୍ତି, ସେ ଶୂନ ଅଟନ୍ତି। Please remember that that is the opinion of the great apostle Paul. ଆଉ ଏହାକୁ ଆମେ ଦୟାକରି ମନେ ରଖିବା, ଏହା ହଉଛି ମହାନ ପ୍ରେରିତ ପାଉଲଙ୍କର ମନ୍ତବ୍ୟ ଅଟେ। This is the reason why he got tremendous grace, because he was such a humble person. ଏହା ହଉଛି ସେହି କାରଣ ଯାହା ଦ୍ୱାରା କି ସେ ଏତେ ପରିମାଣରେ ଅନୁଗ୍ରହ ପାଇଲେ, କାରଣ ସେ ନିଜକୁ ନମ୍ର କରିଥିଲେ। Please remember, my dear brothers and sisters, this is a very, very important law in the kingdom of God. ପ୍ରିୟ ଭାଇ ଭଉଣୀ ମାନେ, ଆମେ ଏହାକୁ ନିହାତି ମନେ ରଖିବା ଯେ ପରମେଶ୍ୱରଙ୍କ ରାଜ୍ୟରେ ଏହା ଗୋଟିଏ ବହୁତ ଗୁରୁତ୍ୱପୂର୍ଣ୍ଣ ନିୟମ ଅଟେ। God resists the proud but gives grace to the humble. ପରମେଶ୍ୱର ଅହଙ୍କାରୀ ମାନଙ୍କର ପ୍ରତିବାଦ କରନ୍ତି, ମାତ୍ର ନମ୍ର ଲୋକମାନଙ୍କୁ ସେ ଅନୁଗ୍ରହ ଦାନ କରନ୍ତି। When we think that we are somebody, we are something, I know certain things, God resists us. God is resisting us. ଯୋଉ ସମୟରେ ଆମେ କହୁ ମୁଁ କିଛି ଅଛେ ଆଉ ମୁଁ କିଛି ଜାଣିଛି, ତାହେଲେ ସେଇ ସମୟରେ ପରମେଶ୍ୱର ଆମ ବିରୁଦ୍ଧରେ ଆସି ଆମର ପ୍ରତିବାଦ କରିବେ। But when we humble ourselves and say, Lord, I'm nobody, God will give us grace. ଯୋଉ ସମୟରେ ଆମେ ନିଜକୁ ଆମେ ନମ୍ର କରିବା, କହିବା ପ୍ରଭୁ ମୁଁ କିଛି ନୁହେଁ, ସେଇ ସମୟରେ ପରମେଶ୍ୱର ଆମକୁ ଅନୁଗ୍ରହ ପ୍ରଦାନ କରିବେ। Just think of this universe. This earth is such a small dot in the universe. ଆମେ ଯୋଉ ସମୟରେ ଆମେ ଏଇ ଯୋଉ ବିଶ୍ୱକୁ ଆମେ ଦେଖୁ, ଆମେ ସେଇ ସମୟରେ ବହୁତ ବଡ ବଡ ବିଷୟ ଗୁଡିକ ଛୋଟ ଡଟ୍ ଚିହ୍ନ ପରି ଅଟେ। There are, when you think of sun, when you think of galaxies, when you think of Milky Way, there are millions and millions and millions of great stars, extremely wonderful universe. All that earth is such a small dot. ଆମେ ଯୋଉ ସମୟରେ ସୂର୍ଯ୍ୟକୁ ଦେଖୁ, ଆମେ ଗ୍ୟାଲେକ୍ସିକୁ ଦେଖୁ, ମିଲ୍କି ୱେକୁ ଦେଖୁ, ସେମାନେ ବହୁତ ବଡ ବଡ ଅଛନ୍ତି, ମାତ୍ର ତାଙ୍କ ତୁଳନାରେ ଏ ପୃଥିବୀ ଗୋଟିଏ ଛୋଟ ବିନ୍ଦୁ ପରି ଅଟେ। And we human beings are even smaller dots in this earth. ଆଉ ଆମେ ମନୁଷ୍ୟ ମାନେ ଯେ ଗୋଟିଏ ବିନ୍ଦୁ ଠାରୁ ମଧ୍ୟ କେତେ ଗୁଣରେ ଆମେ ଛୋଟ ଅଟୁ। ଆମେ That is what we have to remember. Lord, I am nothing before you. ଆଉ ଏଇ କଥାକୁ ଆମେ ମନେ ରଖିବାର ଅଛି, ପରମେଶ୍ୱର ତୁମ ସମ୍ମୁଖରେ ମୁଁ କିଛି ନୁହେଁ। There is one more verse I want to show you. This also, please remember these verses, very, very important verses. 1 Corinthians 8:2. ମୁଁ ଆପଣ ମାନଙ୍କୁ ଆଉ ଗୋଟିଏ ପଦ ଦେଖେଇବା ପାଇଁ ଚାହେଁ, ପ୍ରଥମ କରନ୍ତୀୟ 8 ଅଧ୍ୟାୟର 2 ପଦ। If anyone suppose that he knows anything, he has not known anything as he ought to know. ଯଦି କେହି କୌଣସି ବିଷୟରେ ଜ୍ଞାନୀ ବୋଲି ମନେ କରେ, ତେବେ ତାହାର ଯେପରି ଜାଣିବା ଉଚିତ ସେ ଏପର୍ଯ୍ୟନ୍ତ ସେପରି ଜାଣି ନାହିଁ। See, when we think, I know Bible, I know certain things, we can think we are somebody. You know what that verse says? If we think that we know anything, we have not known anything as we ought to know. ଯୋଉ ସମୟରେ ଆମେ କହୁ ମୁଁ ବାଇବଲ ଜାଣିଛି, ମୁଁ ବହୁତ କିଛି ଜାଣିଛି, ସେଇ ସମୟରେ ଏଇ ବାକ୍ୟ ଆମକୁ କହେ ତୁମେ କିଛି ନାହ, ତୁମେ ଯେମିତି ଜାଣିବା କଥା ଏବେ ଯାଏ ତୁମେ ସେମିତି କିଛି ଜାଣି ଏକା ନାହ ତୁମେ। And we can see in verse 4, let each one examine his own work. Then he will have reason for boasting in regard to himself alone and not regard to others. Verse 4. ଗାଲାତୀୟ ତାହାର 6 ଅଧ୍ୟାୟର 4 ପଦ, କିନ୍ତୁ ପ୍ରତ୍ୟେକ ଜଣ ଆପଣା କର୍ମ ପରୀକ୍ଷା କରୁ, ତେବେ ସେ ଅନ୍ୟ ସହିତ ଆପଣାକୁ ତୁଳନା କରିବା ଦ୍ୱାରା ଦର୍ପ ନ କରି କେବଳ ନିଜଠାରେ ଦର୍ପର କାରଣ ପାଇବ।
This is a very sober verse about each one of us. ଆଉ ଏହା ଏହି ପଦଟା ବହୁତ ବହୁତ ସବର ପଦ ଅଟେ ଆମ ସମସ୍ତଙ୍କ ନିମନ୍ତେ। We can really examine our own work. ଆଉ ସେଥିପାଇଁ ଆମେ ପ୍ରତିଦିନ ଆମ ନିଜର କର୍ମକୁ ଆମେ ପରୀକ୍ଷା କରିବାର ଅଛି। For example, how much of control God could do in my tongue? ଆମେ ନିଜକୁ ପରୀକ୍ଷା କରିବା ଅଛି ଯେ କେତେ ପରିମାଣରେ ପରମେଶ୍ୱର ମୋର ଜିଭକୁ ନିୟନ୍ତ୍ରଣ କରିବା ପାଇଁ ସେ ମୋତେ ସାହାଯ୍ୟ କରିଛନ୍ତି। Yeah, that is what is written. We have to examine how much of work God could do in this tongue of mine. ଆଉ ଏହି ଜିଭ ଉପରେ ପରମେଶ୍ୱର କେତେ କାମ କରିଛନ୍ତି ତାହାକୁ ପରୀକ୍ଷା କରିବାର ଅଛି। There is a verse in James which says, if a person cannot control his tongue, his religion is zero. ଯୋଉ ବ୍ୟକ୍ତି ନିଜର ଜିହ୍ବାକୁ ନିୟନ୍ତ୍ରଣ କରେ ନାହିଁ ତାର ଧର୍ମ ପରାୟଣତା ଶୂନ ଅଟେ ବୋଲି ଯାକୁବ Okay, କହନ୍ତି। I'll show you that verse. It is in James chapter 1, verse 26. ଯାକୁବ 1:26 ପଦରେ, ଯଦି କେହି ଆପଣାକୁ ଧର୍ମପରାୟଣ ବୋଲି ମନେ କରେ ଆଉ ଆପଣା ଜିହ୍ବାକୁ ବଶୀଭୂତ ନ କରି ନିଜ ହୃଦୟକୁ ପ୍ରବଞ୍ଚନା କରେ ତାହାର ଧର୍ମପରାୟଣତା ବୃଥା। Just think, his religion is zero, worthless. ତାହାର ଧର୍ମପରାୟଣତା ବୃଥା ବା ଶୂନ ଅଟେ। Say, and let's think about another thing. How much of control is there in my thought life? ଆଉ ଗୋଟେ ବିଷୟ ଆମେ ଚିନ୍ତା କରିବା, ମୋର ଯୋଉ ଭାବନାର ଜୀବନକୁ ମୁଁ କେତେ ପରିମାଣରେ ନିୟନ୍ତ୍ରଣ କରିଛି। How much of self-control is there in my eye? ମୋର ଆଖି ଉପରେ ମୋର କେତେ ଆତ୍ମନିୟନ୍ତ୍ରଣ ଅଛି। Yeah, then we can see, Lord, I am actually nothing in my Christian life. Please be merciful to me. ସେଇ ସମୟରେ ଆମେ କହିବା, ପ୍ରଭୁ ମୋର ଖ୍ରୀଷ୍ଟିଆନ ଜୀବନରେ ମୁଁ କିଛି ନୁହେଁ, ଦୟାକରି ମୋତେ ସାହାଯ୍ୟ କର। Yeah, that is how we can really have a sober, correct estimate about ourselves. ଯଦି ଆମେ ଏଇ ପ୍ରକାର କରିବା ତାହେଲେ ଆମ ବିଷୟରେ ଆମେ ଠିକ ଆମେ ମାନଦଣ୍ଡ ବା ମାପୁଛୁ ଆମେ। And verse 5, with that we'll stop today. It's written, for each one shall bear his own load. 5 ପଦ କହେ, କାରଣ ପ୍ରତ୍ୟେକ ଜଣ ଆପଣା ଭାର ବହନ କରିବ। See, many times we have to bear certain loads in our life. ଅନେକ ସମୟରେ ଆମେ ଅନ୍ୟର ଭାର ଆମେ ବହନ କରିଥାଉ। Say for example, I'm looking after my mother who is 98 years old. See, that is a little difficult work. That is a work God has given me now. ପ୍ରଭୁଙ୍କ ଦାସ ତାଙ୍କର ମା ଯେ କି 95 years ଅଛନ୍ତି, ତାଙ୍କର 98. ସରି 98 ବର୍ଷ ବୟସ ଅଛନ୍ତି, ସେ ତାଙ୍କର ଭାରକୁ ସେ ବହନ କରୁଛନ୍ତି, ପରମେଶ୍ୱର ତାଙ୍କୁ ସେ ଦାୟିତ୍ୱ ଦେଇଛନ୍ତି। So this verse says, I should not expect others to share. I have to share others' burden, but I should not expect other people to share my burden. ହଁ, ଆମେ ଅନ୍ୟର ଭାରକୁ ଆମେ ବହନ କରିପାରିବା, ମାତ୍ର ଆମର ଏଇ ପ୍ରକାର ମନୋଭାବ ନ ରହୁ କେହି ଆମର ଭାର ବହନ କରନ୍ତୁ ବୋଲି। Many times, when others don't bear our burden, we have got complaints, murmuring. Why are you not caring about me? All these things come out from my mouth. ଯଦି କୌଣସି ସମୟରେ କୌଣସି ବ୍ୟକ୍ତି ଯଦି ଆମର ସେ ଭାରକୁ ବହନ କରୁନାହାନ୍ତି ତାହେଲେ ଆମ ଜୀବନରେ ସେହି କୁଡକୁଡାପଣ ପଳେଇ ଆସେ ଯେ କାହିଁକି ତୁମେ ଏ ପ୍ରକାର କରୁନାହ ବୋଲି। But you know what is written? Let each one take his own load. Don't complain about others. Lord, give me grace to take my load and not give burdens to others. ସେଥିପାଇଁ ଲେଖାଯାଏ 5 ପଦ ଯେ ପ୍ରତ୍ୟେକ ବ୍ୟକ୍ତି ନିଜର ଭାରକୁ ସେ କଣ କରୁ, ବହନ କରୁ। ଆଉ ପ୍ରଭୁଙ୍କୁ କହିବାର ଅଛି, ପ୍ରଭୁ ମତେ ଅନୁଗ୍ରହ ଦିଅ ଯେମିତି କି ମୋ ଭାରକୁ ମୁଁ ବହନ କରିପାରିବି। But when we see another person bearing the burden, we should have the law of Christ, law of love. Lord, I want to reduce that burden of that person. ଯୋଉ ସମୟରେ ଅନ୍ୟ ବ୍ୟକ୍ତି ଯଦି ଭାରାକ୍ରାନ୍ତ ହେଇଛନ୍ତି ସେଇ ସମୟରେ ଆମେ ଖ୍ରୀଷ୍ଟଙ୍କର ବ୍ୟବସ୍ଥାକୁ ସଫଳ କରିବା ପାଇଁ ଯାଇ କହିବାର ଅଛି, ପ୍ରଭୁ ମତେ ଟିକେ ସାହାଯ୍ୟ କର ମୁଁ ଯେମିତି କି ତାଙ୍କର ଭାରକୁ ଉଶ୍ୱାସ କରିପାରିବି। So it's almost time. So
actually, I want to come back to that first verse we have said about telling evil about others. I just want to tell you a story. ମୁଁ ସମୟ ସମାପ୍ତ ହେଇଥିବାରୁ ପୁନର୍ବାର ମୁଁ ପ୍ରଥମ ପଦକୁ ଫେରି ଆସିବାକୁ ଚାହେଁ ଆଉ କିଛି ଗୋଟିଏ ଛୋଟିଆ କାହାଣୀ ଆପଣଙ୍କୁ କହିବା ପାଇଁ ଚାହେଁ। I told that we should not speak evil about others. ମୁଁ ଯେ ପ୍ରକାର ଆପଣଙ୍କୁ କହିଛି ଯେ ଅନ୍ୟ ବିରୁଦ୍ଧରେ ବଚସା କରିବା କଥା ନୁହେଁ। One day this actually happened in a church. This story actually happened in a church. এই ଯୋଉ କଥା ମୁଁ କହୁଛି ଏହା ପ୍ରକୃତରେ ମଣ୍ଡଳୀରେ ଘଟିଥିବା କଥା। One day one sister in a church spread the news among so many other sisters that one particular very good brother in the church is smoking cigarette in his car. ଗୋଟିଏ ଭଉଣୀ ଗୋଟିଏ ଭାଇଙ୍କୁ ଦେଖିଲେ ଯେ ସେ କାର ଭିତରେ ବସି ସେ ସିଗାରେଟ ପିଉଥିଲେ ଆଉ ସେ ଭଉଣୀ ସେହି ଖବରଟାକୁ ମଣ୍ଡଳୀ ଭିତରେ ସବୁ ଭଉଣୀ ମାନଙ୍କ ମଧ୍ୟରେ ସେ ସ୍ପ୍ରେଡ କରିଥିଲେ। So the elders came to know about it. ଆଉ ସେ ପ୍ରାଚୀନ ଆସିଲେ ଆଉ ଏ କଥାକୁ ସେ ଜାଣିଲେ। So he actually that is a very good brother. He never smokes in there. Nobody has seen him smoking. ଆଉ ସେ ଗୋଟେ ବହୁତ ଉତ୍ତମ ଭାଇ ଥିଲେ ଚର୍ଚ୍ଚର କୌଣସି ବ୍ୟକ୍ତି ତାଙ୍କୁ ସେ ପ୍ରକାର ସିଗାରେଟ ପିଇବାର ଦେଖି ନଥିଲେ। So the elders called that brother. ଆଉ ସେଇ ପ୍ରାଚୀନ ସେ ଭାଇଙ୍କୁ ଡାକିଲେ। This particular sister said you're smoking in your car. Is it correct? ଆଉ ସେହି ଭଉଣୀ କହିଲେ ତୁମେ ତୁମର କାର ଭିତରେ ସିଗାରେଟ ପିଉଥିଲ ଏହା ଠିକ କଥା କି ବା ସତ କଥା କି? He was wonderstruck. I never in my life smoked a cigarette. ସେ କହିଲେ ଆଶ୍ଚର୍ଯ୍ୟ କହିଲେ ମୁଁ ମୋ ଜୀବନରେ କେବେ ହେଲେ ମଧ୍ୟ ମୁଁ ସିଗାରେଟ ପିଇ ନାହିଁ। Then he said, oh, I was actually putting a tortoise coil and trying to drive out the mosquitoes from the car. ସେ ଭାଇ ସେଇ କାର ଭିତରେ ଥିବା ମଶାଙ୍କୁ ବାହାର କରିବା ପାଇଁ ସେ ମଶା ମରା ଧୂପ ଲଗେଇଥିଲେ ଏହାକୁ ସେ ଦେଖିଥିଲେ। ସେ So seeing that smoke coming out from the car, that sister thought he is smoking cigarette. ଆଉ ସେ କାର ଭିତରୁ ଧୂଆଁ ବାହାରୁଥିବାରୁ ସେ ଭଉଣୀ ଭାବିଲେ ସେ ଭାଇ ସିଗାରେଟ ପିଉଛନ୍ତି ବୋଲି। See, just see how much damage gossip and backbiting can do in a church. ଦେଖନ୍ତୁ କେତେ କ୍ଷତି ମଣ୍ଡଳୀରେ କରୁଛି ଯୋଉ ବଚସା ପିଠି ପଛରେ କଥା କହିବା ଦ୍ୱାରା। This is why we have to be very careful about speaking evil about other people. ସେଥିପାଇଁ ଆମେ ଅନ୍ୟ ମାନଙ୍କ ବିରୁଦ୍ଧରେ କଥା କହିବା ପାଇଁ ବହୁତ ଆମେ ସତର୍କ ରହିବାର ଅଛି। You know what you are actually doing? You are tearing apart a person's reputation. ଆମେ କଣ କରୁଛୁ ପିଠି ପଛରେ କଥା କହିବା ଦ୍ୱାରା ଜଣଙ୍କର ଚରିତ୍ରକୁ ଆମେ ନଷ୍ଟ କରୁଛୁ। Let's really be careful, my dear brothers and sisters. ଆସନ୍ତୁ ମୋ ପ୍ରିୟ ଭାଇ ଭଉଣୀ ମାନେ ଏହି ବିଷୟରେ ଆମେ ବହୁତ ସତର୍କ ହେବା। ଆମେ We should not join with Satan in the ministry of accusation. We should join with Jesus in the ministry of intercession. ଶୈତାନ ଯୋଉ ଅପବାଦକ ଅଟେ ଯୋଉ ଅପବାଦକର ସେବା କାର୍ଯ୍ୟରେ ଆମେ ଶୈତାନ ସହିତ ଆମେ ସହଭାଗିତା ନ କରି ମଧ୍ୟସ୍ଥତାର ସେବା କାର୍ଯ୍ୟ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କରୁଛନ୍ତି ତାଙ୍କ ସହିତ ଆମେ ସହଭାଗିତା କରିବା। Yeah, let's repent. God can give all of us a changed life. ଆସନ୍ତୁ ଆମମାନେ ସମସ୍ତେ ଅନୁତାପ କରିବା ପରମେଶ୍ୱର ଆମ ସମସ୍ତଙ୍କର ଜୀବନକୁ ପରିବର୍ତ୍ତନ କରିବେ। ଆମେନ୍। Yeah, we can see the remaining verses next week, brother. Okay. Yeah, praise the Lord.